ଆଜିର ଯେଉଁ ରେସିପିଟା ମୁଁ ବନେଇବାକୁ ଯାଉଛି ପଖାଳ ସହିତ ମାନେ ତାର କମ୍ବିନେସନ୍ ପୁରା ୱାଓ। ଏଠି ଫୁଲକୋବି ନେଇଛି, ଶିମ୍ବ ନେଇଛି ଆଉ ଆଳୁ, ଏଇ ତିନିଟା ଜିନିଷକୁ ନେଇକି ବନେଇବି ରେସିପିଟା। ଚାଲନ୍ତୁ ମୁଁ ଏଠି କୋବିକି କାଟି ଦେଇଛି ପିସ୍ ପିସ୍ କରିକି, ଏଇଭଳିଆ ସାଇଜ୍ରେ କୋବିଟା କାଟିଲେ ଠିକ୍ ହେବ। ତାପରେ ଶିମ୍ବ ଆଉ ଆଳୁକୁ ଏଇଭଳିଆ ସାଇଜ୍ରେ କାଟିଦେବେ। ଶିମ୍ବରେ ମନେ ରଖିବେ ତା ନାସିଟାକୁ ଛଡ଼େଇକି କାଟିଲେ ହିଁ ଠିକ୍ ହେବ, ନହେଲେ ନାସି ରହିଯାଏ। ମସଲା ପାଇଁ ମୁଁ ଏଠି ନେଇଛି ସୋରିଷ, ଯେହେତୁ ସୋରିଷ ମସଲା ଦିଆହେବ ଏଥିରେ, ତ ଅଳ୍ପ କିଛି ସୋରିଷ ନେଇଛି, ରସୁଣ ଅଳ୍ପ କିଛି ନେଇଛି, ଆଉ ପିଆଜକୁ କାଟିକି ମୁଁ ଏଥିରେ ନେଇଛି, କାରଣ ମିଶେଇକି ମସଲାଟା ବଟା ହେବ। ଟିକେ ପାଣି ଦେଇକି ୟାକୁ ଭେଦେଇ ଦେବା। ତାପରେ ମୁଁ ଏଠି କଢ଼େଇ ବସେଇ ଦେଇଛି, କଢ଼େଇ ପୁରା ତାତିଗଲାଣି। ତେଲ ଏଠି ପକାଇଦେବା, ଯେତିକି ତେଲ ଆମକୁ ଦରକାର। ତେଲ ଏଠି ବଢ଼ିଆ ସେ ପୁରା ଭଲସେ ତାତିଗଲା ପରେ ମୁଁ ଏଠି ପଞ୍ଚ ଫୁଟଣ ନେବି। ପଞ୍ଚ ଫୁଟଣରେ ଆର ମାନେ ବାସ୍ନାଟା ବହୁତ ଭଲ ଆସେ ଭଜାରେ, ତ ସେଥିପାଇଁ ପଞ୍ଚ ଫୁଟଣ ଏଠି ବଢ଼ିଆ ସେ ଫୁଟିଗଲା ପରେ କୋବିକି ଯେଉଁ କାଟିକି ରଖିଛି ତାକୁ ପକାଇ ଦେଉଛି ମୁଁ। କୋବିଟାକୁ ଟିକେ ଭାଜି ଦେଇକି, ମାନେ ବେଶୀ ନୁହଁ, ଅଳ୍ପ ଟିକେ ଖାଲି ଏପଟ ସେପଟ କରିଦେଇକି ଛାଡ଼ି ଦେଉଛି। ଏବେ ଲୁଣ ହଳଦୀ କିଛି ପଡ଼ିବନି। ଦେଖନ୍ତୁ କୋବିଟା ଏଠି ପୁରା ଅଳ୍ପ ଟିକେ ଟିକେ ହେଇଗଲାଣି, ତ ଶିମ୍ବ ଆଉ ଆଳୁକୁ ଏବେ ଏଠି ପକାଇଦେବି ମୁଁ, କାରଣ ତା ସହିତ ଟିକେ ଭାଜି ହେବ। କୋବିଟା ଏଇଥିପାଇଁ ମୁଁ ଆଗରୁ ଟିକେ ପକାଇଥିଲି, କାହିଁକିନା କୋବିଟା ଟିକେ ଟାଣ ରହିବ, ସେଥିପାଇଁ ଆଗେ ଟିକେ କୋବିଟାକୁ ଭାଜିଦେଲି, ତାପରେ ଶିମ୍ବ ଆଉ ଆଳୁକୁ ଏଠି ପକାଇଦେଲି ମୁଁ। ଶିମ୍ବ ଆଉ ଆଳୁକୁ ଭଲସେ ଗୋଳେଇ ଦେଇକି, ଶିମ୍ବ ଆଉ ଆଳୁରୁ ଟିକେ ପାଣି ମରିଗଲା ପରେ ସ୍ୱାଦ ଅନୁସାରେ ମୁଁ ଏଠି ଲୁଣ ପକାଇବି। ଆପଣଙ୍କୁ ଯେତିକି ଦରକାର ସେ ଅନୁସାରେ ଲୁଣ ପକାଇବେ। ତାପରେ ହଳଦୀ ପକାଇବା। ତାପରେ ହଳଦୀ ଆଉ ଲୁଣକୁ ଭଲସେ ମିକ୍ସ କରିଦେବା। ପାଣି ଏଠି ପୁରା ଭଲସେ ମରିଗଲାଣି। ଆଉ ଯଦି ଗ୍ୟାସ୍ରେ କରୁଥିବେ ପୁରା ହାଇ ଫ୍ଲେମ୍ରେ ରଖିବେ, ଆଉ ମୁଁ ଏଠି ଚୁଲିରେ କରୁଛି, ସେଥିପାଇଁ ଜାଳ ବହୁତ ଜୋରସେ ଦେଇଛି, ତାକି ପାଣିଟା ଜଲ୍ଦି ମରିଯିବ। ଦେଖନ୍ତୁ ଏଠି ଭଜା ମାନେ ପୁରା ଅଧା ହେଇଗଲାଣି, ସେଥିପାଇଁ ମୁଁ ଏଠି ଲଙ୍କାଗୁଣ୍ଡ ପକାଉଛି। ଲଙ୍କାଗୁଣ୍ଡକୁ ଭଲସେ ପୁରା ଗୋଳେଇ ଦେଇକି ମାନେ ପୁରା ଭଜା ସହିତ ମିକ୍ସ କରିଦେବା ଲଙ୍କାଗୁଣ୍ଡକୁ। ଏଠି ଭଜାଟା ପୁରା ମାନେ ଦର ଭଜା ହେଇଗଲାଣି, ମାନେ ଅଧା ଅଧି ହେଇଗଲାଣି। ତ ଏଠି ଏବେ ମସଲା ପକାଇଦେବା, ଯେଉଁ ମସଲାକୁ ମୁଁ ରଖିଥିଲି। ମାନେ ଯେଉଁ ସୋରିଷ ରସୁଣ ଆଉ ପିଆଜର ପେଷ୍ଟଟା, ସେଇଟା ପକାଇ ଦେଉଛି ମୁଁ। ଏଠି ବେଶୀ ପାଣି ଦିଆହେବନି, ଅଳ୍ପ ଟିକେ ପାଣି ଦେବେ, କାରଣ ଭଜାଟା ଶୁଖିଲା ଶୁଖିଲା ହେବ। ସେଥିପାଇଁ ମାନେ ମସଲା ବି ଯେତେବେଳେ ବାଟିବେ ନା, ସେତେବେଳେ ଅଳ୍ପ ଟିକେ ପାଣି ଦେଇକି ବାଟିଥିବେ, ବେଶୀ ପାଣି ଦେବେନି। ସେଇ ଗ୍ରାଇଣ୍ଡର ଖୋଳଟାକୁ ଟିକେ ଧୋଇ ଦେଇକି ମୁଁ ଅଳ୍ପ ଟିକେ ପାଣି ଦେଇଦେଲି ଏଠି। ତାପରେ ସବୁ ମସଲା ସହିତ ଗୋଳେଇ ଦେବା। ଦେଖନ୍ତୁ ଏଠି ମୁଁ ବେଶୀ ପାଣି ବି ଦେଇନି। ତାପରେ ସୋରିଷ ମସଲା ନା ଟିକେ ବାସ୍ନା ଗଲା ଯାଏଁ ଟିକେ ଘାଣ୍ଟିବା ତାକୁ। ଦେଖନ୍ତୁ ଏଠି ପୁରା ଅଧା ଅଧି ହେଇଗଲାଣି ଭଜା। ସୋରିଷ ମସଲାର ଯେଉଁ ସ୍ମେଲ୍ଟା ଥାଏ ସେଇଟା ବି ପଳେଇଲାଣି। ଶୁଖିଲା ଶୁଖିଲା ବି ହେଇଗଲାଣି ଭଜା ପୁରା। ଭଲସେ ଏଠି ଟିକେ ଗୋଳେଇ ଦେବା। ତାପରେ ଟିକେ ଢାଙ୍କି ଦେବା ଆକୁ, କାହିଁକିନା ମାନେ ବାସ୍ନାଟା ପୁରା ଚାରିଆଡ଼କୁ ହେଇଯିବ। ଆଉ ଟିକେ ଯଦି ସ୍ମେଲ୍ ବି ଥିବ ନା ସୋରିଷ ମସଲାର, ସେଇଟା ବି ପଳେଇବ। ଦେଖନ୍ତୁ ଏଠି ପୁରା ଭଜା ଏବେ ଅଲମୋଷ୍ଟ ହେଇଗଲାଣି। ବହୁତ ହି ଟେଷ୍ଟି, ବହୁତ ହି ଟେଷ୍ଟି। ଏବେ ତ ସିଜିନ୍ ଯାହା, ସବୁଆଡ଼େ ଶିମ୍ବ, ତ ଶିମ୍ବକୁ ଥରେ ଏଇଭଳିଆ ଟ୍ରାଏ କରନ୍ତୁ, ବହୁତ ହି ଟେଷ୍ଟି ଲାଗିବ। ଛୋଟ ଛୁଆ ବି ଖାଇବେ, ଯଦି ଆପଣ କମ୍ ଟିକେ ଲଙ୍କାଗୁଣ୍ଡ ୟୁଜ୍ କରିଥିବେ ତାହେଲେ ଛୋଟ ଛୁଆ ବି ଖାଇବେ।
ପଖାଳ ସହିତ ତାର ୟାର କମ୍ବିନେସନ୍ ପୁରା ବହୁତ ହି ବଢ଼ିଆ। ଯେହେତୁ ଏଠି ଭଜା ପୁରା ହେଇଗଲାଣି ଆଉ ଆଧିରେ କିଛି କାମ କରିବାର ନାହିଁ, ତ ଧଣିଆ ପତ୍ରକୁ ମୁଁ ଆଗରୁ କାଟିକି ରଖିଛି। ଧଣିଆ ପତ୍ରକୁ ପକାଇଦେବା, ଯେତେ ଧଣିଆ ପତ୍ର ଆପଣ ପକାଇ ପାରିବେ ସେତେ ବାସ୍ନା ବହୁତ ହି ବଢ଼ିଆ ହେବ। ତ ଧଣିଆ ପତ୍ର ପକାଇ ସାରିଲା ପରେ ଆକୁ ଟିକେ ଭଲସେ ଘାଣ୍ଟି ଦେବେ। ଧଣିଆ ପତ୍ର ପକାଇ ସାରିଲା ପରେ ରେଡ଼ି ହେଇଗଲା ଆମର ସିମ, ଆଳୁ ଆଉ କୋବି ମସଲା ଦିଆ ଭଜା। ପଖାଳ ସହିତ ତାର କମ୍ବିନେସନ୍ ଆପଣ ଜାଣିପାରିବେ ଖାଇଲେ, ଗରମ ଭାତ ସହିତ ବି ଆପଣ ଖାଇପାରିବେ। ତ ଏଇଭଳିଆ ଭିଡ଼ିଓ ସବୁ ଯଦି ଆପଣଙ୍କୁ ପସନ୍ଦ ମୋର, ତାହେଲେ ଫେସବୁକରେ ଦେଖୁଥିଲେ ମୋ ଚ୍ୟାନେଲକୁ ଫଲୋ ନିଶ୍ଚୟ କରିବେ, ୟୁଟ୍ୟୁବରେ ଦେଖୁଥିଲେ ମୋ ଚ୍ୟାନେଲ ସବସ୍କ୍ରାଇବ୍ ନିଶ୍ଚୟ କରିବେ, ଆଉ ଏମିତି ଭଲ ପାଇବା ଦେଉଥିବେ। ଆଉ ଏବେ ତ ଭଜା ଆମର ରେଡ଼ି ହେଇଗଲାଣି, ତାହେଲେ ଗୋଟେ ଜାଗାକୁ କାଢ଼ିଦେବା। ଦେଖନ୍ତୁ ବହୁତ ହି ଟେମ୍ପଟିଂ ଦେଖାହେଉଛି, ଆଉ ଦେଖିବାକୁ ଯେମିତି ନା ଖାଇବାକୁ ବି ସେମିତି ଟେଷ୍ଟି। ଥରେ ନିଶ୍ଚୟ ଟ୍ରାଏ କରନ୍ତୁ।